Hello student, welcome back to my Tanushree tutorial. +3 second semester skill enhancement course SEC ର election study and public opinion unit 3 ର long question discussion କରିବା. Composition and power of election commission in India. ଭାରତରେ ନିର୍ବାଚନ କମିଶନ ଇଲେକ୍ସନ୍ କମିଶନ ଅଫ୍ ଇଣ୍ଡିଆ ହେଉଛି ଏକ ସ୍ୱାଧୀନ ଏବଂ ସାମ୍ବିଧାନିକ ନିକାୟ ଯାହା ଦେଶର ଲୋକସଭା, ବିଧାନସଭା, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟାକୁ ପରିଚାଳନା କରେ। ମୁଖ୍ୟ କାର୍ଯ୍ୟ: ନିର୍ବାଚନ ତାରିଖ ଘୋଷଣା, ମତଦାତା ତାଲିକା ପ୍ରସ୍ତୁତି ଓ ଅଦ୍ୟତନ, ମତଦାନ ପ୍ରକ୍ରିୟାର ନିର୍ବିକାର ଓ ସ୍ୱଚ୍ଛ ପରିଚାଳନା, ଚୁନାव ଅଭିଯାନ ଉପରେ ନିୟନ୍ତ୍ରଣ, ମତଗଣନା ଓ ଫଳାଫଳ ପ୍ରକାଶ। ଗଠନ: ଏହି କମିଶନରେ ଏକ ମୁଖ୍ୟ ନିର୍ବାଚନ କମିଶନର ଓ 2 ଜଣ ନିର୍ବାଚନ କମିଶନର ଥାନ୍ତି। ସେମାନେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୁଅନ୍ତି। ବର୍ତ୍ତମାନ ଘଟଣା: 2025ରେ ନିର୍ବାଚନ କମିଶନ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଓ ସହାୟକ ଅଧିକାରୀଙ୍କୁ ନିଯୁକ୍ତ କରିଛି, ଯାହା ଏହି ନିର୍ବାଚନ ପ୍ରକ୍ରିୟାକୁ ସୁଗମ କରିବ। ଏହି ମଧ୍ୟରେ ରାହୁଲ ଗାନ୍ଧୀ ଅଭିଯୋଗ କରୁଛନ୍ତି ଯେ 2024ର ଲୋକସଭା ନିର୍ବାଚନରେ ହେରଫେର ହୋଇଛି ଓ ନିର୍ବାଚନ କମିଶନ ସ୍ୱାଧୀନ ଭାବେ କାମ କରୁନାହିଁ। ଏହା ଉପରେ କମିଶନ ତାଙ୍କୁ ସତ୍ୟପାଠ ଦାଖଲ କରିବା ନିବେଦନ କରିଛି, ନା ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଚେତାବନୀ ଦେଇଛି।